नमस्कार जय जगन्नाथ। आज अध्याय को आपण मानक स्वागत। ओम नमो भगवते वासुदेवाय। चतुःपञ्चाशत् अध्याय। जरासन्धर भये हरि निर्माणी द्वारका नगरी तहि रखिले निज जने ଏହା ବର୍ଣ୍ଣିତ ଚଉବନେ। ଶ୍ରୀଶୁକ ଉବାଚ ଏବେ ହୋ ଶୁଣ ନରନାଥ ଗୋବିନ୍ଦ ରାମର ଚରିତ କୃଷ୍ଣ ଯେ କଂସ କୁମାଇଲେ ତାହାର ବେନି ନାରୀ ଥିଲେ ଅସ୍ତି ପ୍ରାପତି ନାମେ ଦୁଇ ସ୍ୱାମୀ ମରଣେ ଦୁଃଖ ପାଇ ବିଧବା କଷ୍ଟ ଗରୁ ଚିନ୍ତା ଜରାସନ୍ଧର ସେ ଦୁହିତା କାନ୍ଦି କହିଲେ ପିତା ଆଗେ ନିଜ ଜନନୀ ଘେନି ସଙ୍ଗେ ଭୂତା ତ ବସୁଦେବ ପୋଏ ଆମ୍ଭର ସ୍ୱାମୀ କଲେ କ୍ଷୟ କେମନ୍ତେ ବଞ୍ଚିବୁ ଯେ ଦିନ ଆମ୍ଭର କର୍ମ ବଡ଼ହୀନ ବେନି ଦୁହିତା ବାଣୀ ଶୁଣି କୋପେ ବୋଲଇ ନୃପମଣି ଯାଦବ ବଂଶେ କୃଷ୍ଣ ରାମ ଇସିତେ କଲେ ଏଡ଼େ କର୍ମ ଭୂମିରେ ଯଦୁ ବଂଶ ଥିଲେ ଆମ୍ଭ କୁଶଳ ନାହିଁ ଭଲେ ରାମ ଗୋବିନ୍ଦ ଆଜ ମାରି ଏ ଭୂମି ଅଯାଦବ କରି ତେବେ ଜୀବନ ମୋର ସ୍ଥିର କୋପେ ବୋଲଇ ନୃପବର 23 ଅକ୍ଷୋହିଣୀ ସଙ୍ଗେ ବଳ ସାଜିଲା ଚତୁରଙ୍ଗେ ସବଦେ କମ୍ପେ ମହିସ୍ଥଳୀ ବାହାର ହୋଏ ମହାବଳୀ ରଜନୀ ଅଛି ବେନି ଘଡ଼ି ମଥୁରାପୁର ଯାଇ ବେଢ଼ି ରୁନ୍ଧିଲା ଅଷ୍ଟ ଦିଗେ ପଥ ଅଛିଦ୍ରେ ନବ ହେ ମରୁତ କୃଷ୍ଣ ଦେଖିଲେ ଜରା ବଳ ଯେସନେ ସମୁଦ୍ରେ ଉଲ୍ଲଳ ପ୍ରଳୟ କାଳେ ଜଳ ରାଶି ଭୂମି ଗଗନେ ଯେହ୍ନେ ଗ୍ରାସୀ ଦେଖି ମଥୁରା ପୁର ଜନ ଡାକନ୍ତି ରଖ ଭଗବାନ ନିଶ୍ଚୟ ଗଲୁ ଆଜ ନାଶ ଛାଡ଼ିଲୁ ଜୀବନର ଆଶ କାନ୍ଦନ୍ତି ଦଇ ବସୁମରି କେବଲେ ରଖ ନର ହରି ଏମନ୍ତେ ମଥୁରାର ପ୍ରାଣୀ ଦେଖି ଭାଳନ୍ତି ଚକ୍ରପାଣି ଭୂମିର ଭରା ଖଣ୍ଡିବାରେ ମୋ ଜନ୍ମ ମନୁଷ୍ୟ ଶରୀରେ ବ୍ରହ୍ମା ଶଙ୍କର ବୋଲେ ମୁହିଁ ଯାଦବ ବଂଶେ ଦେହ ବହି ଏଣେ ସେ ପ୍ରୟୋଜନ ମୋର ନାସିବି ଅବନୀର ଭାର ଏ ବଳ ସଂହାର ମୁଁ କରି କିଞ୍ଚିତେ ଭୂମି ଭାରା ହରି ଜରାସନ୍ଧର ତୁଲେ ରଣ ଦେଖି ଗଗନେ ସୁରଗଣ ଆନନ୍ଦେ ହୋଇ ବେହରସ ସଂସାରେ ଥିବ ମୋର ଯଶ ଭୂମିରେ ଯେତେ କନୃପତି ଶୁଣି ପାଇବେ ମନେ ଭ୍ରାନ୍ତି 23 ଅକ୍ଷୋହିଣୀ ବଳ ଭାରେ ଧରଣୀ ଟଳମଳ ଜରା ଜୀବନ ମାତ୍ର ଥୋଇ ଏ ବଳ ସଂହାରିବି ମୁହିଁ ମୁଣ୍ଡ ମୁଣ୍ଡାଇ ଅବହେଳେ ଗଳାଇ ଦେବି ଜାନୁ ତଳେ ଏ ଅପମାନେ କ୍ରୋଧେ ମାନି ପୁଣି ଆସିବ ବଳ ଘେନି ଏମନ୍ତେ ଅଷ୍ଟାଦଶ ବାର ଏହାର ତୁଲେ ମୋ ସମର ଏମନ୍ତେ ଅବନୀର ଭାର ଥୋକାଏ ହୋଇବ ସଂହାର ଦୁଷ୍ଟ ନାସ୍ତିକ ବଳ ନାଶୀ ସାଧୁ ଜନଙ୍କୁ ମୁଁ ଆଶ୍ୱାସୀ ଅଧର୍ମ ନାଶୀ ଧର୍ମ ଥୋଇ ଏଥି ନିମନ୍ତେ ମୋର ଦେହି
ଏମନ୍ତେ ଚିତେ ପରିମାଣି ଚାହିଁଲେ ପ୍ରଭୁ ଚକ୍ରପାଣି ଗଗନ ମାର୍ଗେ ବେନି ରଥ କୃଷ୍ଣ ସନ୍ନିଧେ ଉପଗତ ଆଦିତ୍ୟ ପ୍ରାୟ ତେଜ ଦିଶି ବେନି ସାରଥି ଛନ୍ତି ବସି ଦିବ୍ୟ ଆୟୁଧ ବାଣ ଦୀକ୍ଷା ସର କୋଦଣ୍ଡ ଦେହ ରକ୍ଷା ବିଷ୍ଣୁର ନିଜ ଶସ୍ତ୍ର ମାନ ଦେଖି ଆନନ୍ଦ କୃଷ୍ଣ ମନ ରାମର ବଦନ ଅନାଇ ବୋଲନ୍ତି ପ୍ରଭୁ ଭାବଗ୍ରାହୀ ହେ ରାମ ଦେଖ ଜରାସନ୍ଧ ଦୁଷ୍ଟ ସ୍ୱଭାବେ ବଡ଼ ମନ୍ଦ ଏହାର ବଳ ନାଶ କରି ମଥୁରା ଜନଙ୍କୁ ଧରି କେବଳ ଜରାସନ୍ଧ ଥିବ ଅନେକ ସୈନ୍ୟ ଏ ଆଣିବ ଏଠାରେ କରିବା ସଂହାର ଯୁଝିବା ଅଷ୍ଟାଦଶ ବାର ଏଣେ ଏ ରଥେ ବିଜେ କର 23 ଅକ୍ଷୋହିଣୀ ମାର ଏ ଯେ ତୁମ୍ଭର ନିଜ ରଥ ହଳ ମୁସଳ ନାନା ଅସ୍ତ୍ର ଜରାର ସୈନ୍ୟ ବଳ ଦେଖ ଯାଦବେ ହୋଇଲେ ନିରେଖ মেদিনী ভারা নাসিবারে আম্ভে যে জন্ম মঞ্চপুরে এতে বিচারি বেনি ভাই রথে বসিলে বেগে যাই সমর করিবা নিমন্তে বিবিধ অস্ত্র ঘেনি হস্তে উগ্রসেনর বল ঘেনি বাহার হেলে ভাই বেনি শঙ্খ শবদ কলে হরি শবদে দশ দিগ পুরী দারুক নন্দী ঘোষ রথে অশ্ব দৌড়ি ঘেনি হস্তে শুনি গোবিন্দ শঙ্খধ্বনি জয় শবদে সুরমুনি পুষ্প বরসি স্তুতি করি রথে বসিলে রাম হরি শঙ্খ শবদ গোଳ শুনি বଳ 23 অক্ষোহিণী ହୃଦୟ କମ୍ପିଲା ବିକଳେ ଶସ୍ତ୍ର ପଡ଼ିଲା ହସ୍ତୁ ତଳେ ଜରା ବସିଲା ଏକ ରଥେ ଆବରି ଗୋବିନ୍ଦର ପଥେ କୃଷ୍ଣଙ୍କୁ ଚାହିଁ ମହାବଳୀ ବୋଲଇବା ମୋ ଭୁଜ ତୋଳି ତୁ କୃଷ୍ଣ ପୁରୁଷ ଅଧମ ତୁ କାହୁଁ ଜାଣିବୁ ସଂଗ୍ରାମ ବାଳକ ହୋଇ ରଣେ ସଜ মুখে নয় পাউ কিম্পা লাজ তোহর তুলে যুদ্ধ কলে লোকে হসিবে মতে ভলে গুপতে বন্ধু কলু নাশ তোর মৌলা বীর কংস তোহর বদন ন দেখি পলা তু সমর উপেক্ষী হে রাম তুজে বলিয়ার সংগ্রামে ইচ্ছা যেবে তোর হৃদয় স্থির করি ভলে সংগ্রাম কর মোর তুলে মোহর বাণে প্রাণ দেই গগন পথে যাও তুহি কিয় বা মতে কর নাশ সংসারে থিব তোর যশ জরাসন্ধর ବୋଲ শুনি আগ হইলে চক্রপাণী কোমল গভীর বচন চাহিলে জরার বদন শুণ মগধ মহিপতি কহই এথির যুকতি সৌর্য বଳ যার থাই সংগ্রাম মধ্যে সে দেখাই আত্মপ্রশংসা আত্মমুখে যে প্রাণী কহুথাନ୍ତି সুখে যশ ন রহে বেনি লোকে মরণে পড়ନ୍ତି নরকে আপনা মরণ ন জাণু মুখে অশুভ কিম্পা ভণু মরণ কাଳେ তোর বাণী আম্ভোর কর্ণে তা ন শুଣି সুক ବୋଲନ୍ତି ଶୁଣ ରାଏ କୋପ ବସିଲା ଯାରା ଦେହେ ଦନ୍ତେ ଅଧର କାମୁଡ଼ିଲା କୃଷ୍ଣଙ୍କୁ ମାରରେ ବୋଇଲା ତକ୍ଷଣେ ରଜ ଗଜ ଯୁଥ ରୁନ୍ଧିଲେ ରାମ କୃଷ୍ଣ ପଥ পবনে রেণু মেঘ জেহ্নে আদিত্য অচ্ছাদে গগনে মথুরাপুর নর নারী
ଆରୋହୀ ଜଗତୀୟ ଟାଳି। କେ ବୃକ୍ଷେ ଉଠି ଦୃଷ୍ଟି ଦେଇ ରାମ ଗୋବିନ୍ଦ ରଥେ ଚାହିଁ। ସଂଗ୍ରାମେ ନଦୀ ଶିଲା ରଥ ପଡ଼ି ହୋଇଲେ ମୋହଗତ। କାନ୍ଦନ୍ତି କୃଷ୍ଣ ନାମ ଧରି ତାହା ଜାଣିଲେ ନରହରି। ଜରା ସଇନି ମେଘ ପ୍ରାୟେ ବାଣ ବରସେ କୃଷ୍ଣ ଦେହେ। ଅସୁର ବାଣେ ଚାରିପଥେ ଆପଣା ନିଜ ବଳ ଯେତେ। ମୂର୍ଚ୍ଛିତ ଦେଖି ନରହରି ସାରଙ୍ଗ ଧନୁ କରେ ଧରି। ଗୋବିନ୍ଦ କଲେ ଗୁଣ ଘୋଷ ଶବଦ ପୁରେ 10 ଦିଶ। କନ୍ଧେ ଯେ ଥିଲା ବେନି ତୃଣ ତହୁଁ ଘେନିଲେ ତୀକ୍ଷ୍ଣ ବାଣ। ଗୁଣେ ବସାଇ ଦେବରାଏ ଧନୁ ଟାଣିଲେ କର୍ଣ୍ଣ ଯାଏ। ମନ୍ତ୍ର ବିଚାରି କୋଟି କୋଟି ଗୋବିନ୍ଦ କଲେ ସରବୃଷ୍ଟି। ରଥ କୁଞ୍ଜର ଭାଜି ନର ବାଣେ ଛେଦିଲେ ଚକ୍ରଧର। ଅନଳ ଚକ୍ର ପ୍ରାୟ ବାଣ କୃଷ୍ଣ ବିନ୍ଧିଲେ ପୁଣ ପୁଣ। କୃଷ୍ଣର ବାଣ ନିରନ୍ତରେ ପଡ଼ିଲା ଗଜ ବାଜି ଶିରେ। ରଥି ପଦାତି ମୁଣ୍ଡ ଛିଡ଼ି ପଡ଼ିଲେ ରଣ ଭୂମି ମାଡ଼ି। ଧ୍ୱଜ ସାରଥି ତୁଲେ ରଥ ରଣେ ପଡ଼ିଲେ ଯୁଥ ଯୁଥ। ପଦାତି ରଣେ ଛନ୍ତି ପଡ଼ି ଭୁଜ ଚରଣ କନ୍ଧ ଛିଡ଼ି। ଆନନ୍ଦେ ଶୁକ ମୁନି କହେ ଶୁଣ ପରୀକ୍ଷ କୁରୁରାଏ। ନରକୁଞ୍ଜର ଶିର ଛିଡ଼ି ରୁଧିର ନଦୀ ବେଗେ ବଢ଼ି। ଶତ ସହସ୍ର ଧାରା ପରି ବିଷମ ତରଙ୍ଗ ଲହରୀ। ଗଭୀର ଘୋର ନାଦ ପୁଣ ରାଜନ ସାବଧାନେ ଶୁଣ। ଭୁଜେ ଭାସନ୍ତି ସର୍ପ ପ୍ରାୟେ ପୁରୁଷ ଶିର କୁର୍ମ କିଏ। ଗହଳେ ହସ୍ତି ଦେହ ଭାସି ନଦୀର କୁଦ ପ୍ରାୟ ଦିଶି। କୁମ୍ଭୀର ପ୍ରାୟ କୋଟି କୋଟି ତୁରଙ୍ଗ ଦେହ ଯାନ୍ତି ଘୋଟି। ମୀନଙ୍କ ପ୍ରାୟ କର ଉର ବାଳ ଭାସଇ ଯେହ୍ନେ ଦଳ। ତରଙ୍ଗ ପ୍ରାୟେ ଧନୁର୍ଗୁଣ ଆୟୁଧ ଯେନେ ବୃକ୍ଷ ତୃଣ। ଖଡ଼ଗ ଚର୍ମ ଉର୍ମିମାଳ ଘୋର ଗଭୀର ଅନ୍ତରାଳ। ମଣି ଏ ଭେକ ପ୍ରାୟ ଦିଶି ରୁଧିର ସଙ୍ଗେ ଯାନ୍ତି ଭାସି। ବାଲୁକା ପ୍ରାୟ କ୍ଷୁଦ୍ରମଣି ଶୁଣ ରାଜନ ଯୁଦ୍ଧ ବାଣୀ। ରୁଧିର ଜଳେ ନଦୀ ଗଣେ ବହିଲେ ଗୋବିନ୍ଦର ରଣେ। ଦେଖି ହସନ୍ତି ଦେବତାଏ ସ୍ୱର୍ଗେ ଶୁଭିଲା ଜୟ ଜୟ। ମୁଷଳ ଘାତେ ହଳଧର ଅନେକ ରଥ କଲେ ଚୂର। ଦେଖି ଅସୁର ବଳରାଏ ଘୋର ପ୍ରବଳ ସିନ୍ଧୁ ପ୍ରାୟେ। କାହାର ବଳ ତାହା ସାଧି ଦୁର୍ଗମ ଦୁସ୍ତର ଦଳଧି। ବସୁଦେବର ବେନି ପୋଏ କିଞ୍ଚିତ ମାତ୍ରେ କଲେ କ୍ଷୟେ। ଜଗତେ ବୀର ସୁରପଣ କିଞ୍ଚିତେ ଶତ୍ରୁ ସଂହାରଣ। ଏ ତିନି ଭୁବନ କାରଣ ମାୟା ମନୁଷ୍ୟ ନାରାୟଣ। ଲୀଳା ମାତ୍ରକେ ନରହରି ଅନନ୍ତ ନାନା ରୂପ ଧରି। ସେ ମାୟାଧର ଯେତେ କୃତ୍ୟ ମନୁଷ୍ୟ ଲୋକେ ବିପରୀତ। ଏମନ୍ତେ ରିପୁ କଲେ ନାଶ ରହିଲା ଜରାସନ୍ଧ ଶେଷ। ଯେଣେ ଚାହଁଇ ନୃପମଣି ଦେଖେ ରୁଧିର ତରଙ୍ଗିଣୀ। ରକତ ସିନ୍ଧୁ 10 ଦିଶେ ଦେଖଇ କେହି ନାହିଁ ପାଶେ। ରାମ ଗୋବିନ୍ଦ ବେନି ରଥେ ସାରଙ୍ଗ ଧନୁ ହଳ ହସ୍ତେ। ଯେସନେ ନଟ ବର ଦୁଇ ସଂଗ୍ରାମ ମଧ୍ୟେ ବେନି ଭାଇ। ଦୁର୍ଗମ ବଳ କରି ନାଶ ରଙ୍ଗ ଅଧରେ ମନ୍ଦହାସ। ସିଂହକୁ ସିଂହ ଯେହ୍ନେ ମାଡ଼ି ଜରା ଛାଡ଼ିଲା ଘୋର ରଡ଼ି। ସଂଗ୍ରାମ ମଧ୍ୟେ ନରପତି ଯେସନେ ଯୁଦ୍ଧ ଭ୍ରଷ୍ଟ ହସ୍ତି। ଦେଖି ଧାଇଁଲେ ହଳଧର ମୁଷଳେ କଲେ ରଥ ଚୂର। କେଶ ଧଇଲେ ବାମ ହସ୍ତେ କୋପେ ଚାପିଲେ ଭୂମି ଗତେ। ଦେଖ ତାହାର କର୍ମ ଫଳ ହେଳେ ନାସିଲେ ସର୍ବବଳ। ନର ବରୁଣ ପାଶ ଆଣି ବନ୍ଧନ କଲେ ହଳ ପାଣି। ଦେଖି ଧାଇଁଲେ ଦେବ ହରି ତାର ବନ୍ଧନ ବେଗେ ଫେଡ଼ି।
ବୋଲନ୍ତି ଶୁଣ ଦେବରାଜ ଏହାରେ ଅଛି ବଡ଼ କାର୍ଯ୍ୟ। ଏମନ୍ତ କହି ସୁଖ ଭୋଳେ ଗଳାଇ ଦେଲେ ଜାନୁ ତଳେ। ଜୀବନ ଘେନି ପଳାଇଲା ଡରେ ଅନେକ ଦୂର ଗଲା। ସ୍ୱଭାବେ ବୀର ମଧ୍ୟ ଶ୍ରେଷ୍ଠ କର୍ମେ ପାଇଲା ବଡ଼ କଷ୍ଟ। ପଥେ ବସିଲା ଲଜ୍ଜା ପାଇ ଭାଳୋଇ ଚଉଦିଗ ଚାହିଁ। ଏ ଭୂମି ଭୋଗ ତପ ଫଳେ ଭୁଞ୍ଜଇବେନି ଭୁଜ ବଳେ। ମୁଁ ଏବେ ଘୋର ତପ କରି ପୂଜିବି ଶଙ୍କର ଗୌରୀ। ଈଶ୍ୱର ତହୁଁ ବର ପାଇ ଯଦୁଙ୍କୁ ସଂହାରିବି ମୁହିଁ। ରାମ ଗୋବିନ୍ଦ ମୋ ବୈରୀ ନିଶ୍ଚେ ମାରିବି ତପ କରି। ଏମନ୍ତେ ବିଚାରନ୍ତେ ମନେ ଆସି ମିଳିଲେ ବନ୍ଧୁ ଜନେ। ବୋଲନ୍ତି ରାଜା ମୁଖ ଚାହିଁ ବିମନ ହେଉ କିସ ପାଇଁ। ଅର୍ଜିଲା କର୍ମ ବନ୍ଧ ଫଳେ ରଣେ ହାରିଲୁ ଏକ ବେଳେ। ଯଦୁଙ୍କ ହସ୍ତେ ପରାଭବ ଏକଥା ସଞ୍ଚିଲା ଦଇବ। କ୍ଷତ୍ରିୟ ଧର୍ମ ମହି ତଳେ ଜୟ ଅଜୟ ଯୁଦ୍ଧ କାଳେ। ହେମନ୍ତେ ଚିତ୍ତ ବୋଧ କରି ରଥେ ତୋଳିଲେ ହସ୍ତ ଧରି। ପଛେ ଗୋଡ଼ାନ୍ତି ବନ୍ଧୁ ଜନେ ରାଜା ଚଳିଲା ଦୁଃଖ ମନେ। ଲାଜେ ନ ଚାହିଁ ଦଶ ଦିଶ ରାତ୍ରେ ମିଳିଲା ନିଜ ଦେଶ। ଏବେ ହୋ ଶୁଣ ନୃପମଣି ସଂଗ୍ରାମେ କୃଷ୍ଣ ହଳ ପାଣି। ଉଗ୍ରସେନର ଯେତେ ବଳ ରଖିଲେ ମଦନ ଗୋପାଳ। ସକଳ ବିଷ୍ଣୁ ତେଜମୟେ କ୍ଷତ ନୋହିଲା ତାଙ୍କ ଦେହେ। ରିପୁ ସାଗର ସୈନ୍ୟ ମାରି ବିଜୟ କଲେ ନର ହରି। ଦେବେ କରନ୍ତି ଜୟଧ୍ୱନି ସ୍ତୁତି କରନ୍ତି ସୁର ମୁନି। ପୁଷ୍ପ ବରଷି ଜଳ ସଙ୍ଗେ ନାଚନ୍ତି ସୁର ନାରୀ ରଙ୍ଗେ। ମଥୁରାପୁର ନର ନାରୀ ମିଳିଲେ କରେ ଅର୍ଘ୍ୟ ଧରି। ସୁତ ମାଗଧେ ଯଶ ଭଣୀ ଦ୍ୱିଜେ ମଙ୍ଗଳ ବେଦ ଧ୍ୱନି। ଶଙ୍ଖ ଦୁନ୍ଦୁଭି ବାଦ୍ୟ ଘୋଷ ଗୋବିନ୍ଦ ମଥୁରା ପ୍ରବେଶ। ଚନ୍ଦନ ଚେରା ମାର୍ଗେ ଦେଇ ଉପରେ ତୋରଣା ଲମ୍ବାଇ। ଦଧି ଅକ୍ଷତ ପୂର୍ଣ୍ଣ କୁମ୍ଭ କରନ୍ତି ମଙ୍ଗଳ ଆରମ୍ଭ। ନାନା କୁସୁମ ଘେନି ନାରୀ ପଥେ ବୁଲନ୍ତି ସ୍ତୁତି କରି। ରାମ ଗୋବିନ୍ଦ ବେନି ଭାଇ ହରଷ ନୟନରେ ଚାହିଁ। ମିଳିଲେ ଆପଣା ଭୁବନ ସଙ୍ଗତେ ଉଗ୍ରସେନ ସୈନ୍ୟ। ଯୁଦ୍ଧେ ଜିଣିଲା ଧନ ଆଣି ବୋଲନ୍ତି ପ୍ରଭୁ ପଦ୍ମ ପାଣି। ରାଜନ ଜିଣିଲୁ ସମର ଏ ଧନ ଭଣ୍ଡାର ତୋହର। ଉଗ୍ରସେନକୁ ଧନ ଦେଇ ପୁରେ ମିଳିଲେ କୃଷ୍ଣ ଯାଇ। କହନ୍ତି ବ୍ୟାସଙ୍କ ତନୟ ଶୁଣ ସୁମନେ କୁରୁ ରାୟ। ଶପଥ 10 12 ଆଣି ବଳ 23 ଅକ୍ଷୌହିଣୀ। ଗୋବିନ୍ଦ ସଙ୍ଗେ ଯୁଦ୍ଧ କଲା ମାଗଧ ବେଳେ ନ ଜିଣିଲା। କୃଷ୍ଣର ଯେତେ ଯଦୁ ବଳ ଯୁଦ୍ଧେ ଜିଣନ୍ତି ସର୍ବକାଳ। ଅଭେଦ୍ୟ ତାହାଙ୍କ ଶରୀର ଏବେ ତୁ ଶୁଣ ନୃପବର। ଜରାସନ୍ଧର ଯେତେ କୃତ୍ୟ ତୋତେ କହିଲି ଭାଗବତ। ଶପଥ 10 12 ହାରି ଗୁଣ ସାଜିଲା ଦଣ୍ଡଧାରୀ। ବ୍ରହ୍ମାନନ୍ଦନ ତାହା ଜାଣି ଭାଳନ୍ତି ମନେ ପରିମାଣି। କାଳ ଯବନ ବୀର ଥିଲେ ଯଦୁ କୁଶଳ ନାହିଁ ଭଲେ। ଆଜ କରିବି ଦେବ କାର୍ଯ୍ୟ ଗଞ୍ଜିବି ଯବନର ତେଜ। ଏତେ ବିଚାରି ଶୂନ୍ୟ ବାଟେ ମିଳିଲେ ଯବନ ନିକଟେ। ଦେଖି ସାନନ୍ଦ ନୃପବର ପୂଜିଲା ବ୍ରହ୍ମାର କୁମର। କର ଯୁଗଳ ଦେଇ ଶିରେ ନମିଲା ନାରଦ ପୟରେ। କାଳ ଯବନ ମୁଖ ଚାହିଁ ମୁନି କହନ୍ତି ଖେଦ ବହି। ଯାଦବ ବଂଶେ ମହାବଳୀ ଅଛନ୍ତି ରାମ ବନମାଳୀ। ଜରାସନ୍ଧର ଯେତେ ବଳ ମାଇଲେ ସପ୍ତଦଶ ବେଳ। ତାହାଙ୍କ ସଙ୍ଗେ ଯୁଦ୍ଧ କରି ତିନି ଭୁବନେ ନାହିଁ ସରି। ତୁଜେ ବୋଲାଉ ବଳିୟାର ଯଦୁଙ୍କ ସଙ୍ଗେ ଯୁଦ୍ଧ କର।
ଜରା ହିଁ ସାଜି ଅଛି ଯୁଦ୍ଧେ ପାରିଲେ ସାଧ ଏହି ମଧ୍ୟେ ଆସ ମୋହର ସଙ୍ଗେ ତୁହି କୃଷ୍ଣଙ୍କୁ ଭେଟାଇବି ନେଇ କୃଷ୍ଣର ରୂପ ଗୁଣ କହି ନାରଦ ଗଲେ ଆଗ ହୋଇ କାଳ ଯବନ ଶୁଣି ତାହା ଯୁଦ୍ଧକୁ ବଳିଲା ଉତ୍ସାହ ଯବନ ବଳ 3 କୋଟି ସାଜିଲେ ବନଗିରି ଘୋଟି ରଜନୀ ଅନ୍ତେ ମଧୁପୁରୀ ରୁନ୍ଧିଲା 3 ପୁର କରି ଯବନ ବଳ ଦେଖି ହରି କହନ୍ତି ରାମ କର ଧରି ଦେଖ ଯାଦବ ବଳ କଷ୍ଟ ଦଇବ ଆଣି କଲା ହଟ ମାଗଧ ଆସୁ ଅଛି ଏବେ ନିଶ୍ଚେ ଯାଦବ ନାଶ ଯିବେ ଯବନ ସଙ୍ଗେ ଯୁଦ୍ଧ କରି ରହିଲେ ସମର ଆବୋରି ଏମନ୍ତେ ମାଗଧ ଆସିବ ଯଦୁଙ୍କୁ ପ୍ରାଣେ ସଂହାରିବ ଧନ ଜୀବନ ବନ୍ଦୀ କରି ଘେନାଇ ଯିବ ନିଜ ପୁରୀ ନିର୍ଜନେ ଦୁର୍ଗେ କଭି ଆଇ ଧନ କୁଟୁମ୍ବ ତହିଁ ଥୋଇ ଏଣେ କରିବା ରଣ ରଙ୍ଗ ଏମନ୍ତେ କହି ଶ୍ରୀରଙ୍ଗ ଜଳଧି କୂଳେ କୃଷ୍ଣ ଯାଇ ବୋଲନ୍ତି ବରୁଣକୁ ଚାହିଁ ସମୁଦ୍ର ମଧ୍ୟେ ଛାଡ଼ ସ୍ଥାନ ଏବେ ମୁଁ କରିବି ବିଶ୍ରାମ ଶୁଣି ଗୋବିନ୍ଦର ବଚନ ଛାଡ଼ିଲା 12 ଯୋଜନ ଗୋବିନ୍ଦ ବିଶ୍ୱକର୍ମା ରାଇ ବୋଲନ୍ତି ତାର ମୁଖ ଚାହିଁ ଦ୍ୱାରକା ନାମେ ଦିବ୍ୟପୁର ଦେବ ମାନବେ ଅଗୋଚର ମଥୁରାପୁର ପ୍ରାୟ କର ଯେମନ୍ତେ ଯାହାର ମନ୍ଦିର ଗୋବିନ୍ଦ ଆଜ୍ଞା ପରମାଣେ ନିର୍ମାଣ କଲା ତତକ୍ଷଣେ ଚିତ୍ର ବିଚିତ୍ର ପୁରମାନ ଦେଖିଲେ ମୋହ ପ୍ରାଣୀ ମନ ଅତି ସୁସଞ୍ଚ ଉଚ୍ଚ ସାର ମେଢ ଅଟାଳି ପୁର ଦ୍ୱାର ହେମର ଯତ ତମ୍ବା ମହି ନାନା ଭୁବନ ପ୍ରକାଶଇ ମହାମର୍କତ ପଦ୍ମରାଗ ନୀଳ ଲୋହିତ ପୀତ ରଙ୍ଗ ବ୍ରାହ୍ମଣ ଆଦି 4 ବର୍ଣ୍ଣ ଯେ ଯାହା ବାସ୍ତୁ ଭିନ୍ନ ଭିନ୍ନ ସୁଧର୍ମା ସଭା ପାରିଜାତ ଆଣି ସ୍ଥାପିଲା ସଚିକାନ୍ତ ଯହିଁ ବସିଲେ ମର୍ତ୍ତ୍ୟ ଜନେ ଦିଶନ୍ତି ଦେବତା ସମାନେ ବରୁଣ ଅଶ୍ଵ ଶ୍ୟାମ କର୍ଣ୍ଣ ମନ ପବନ ସମୀରଣ ଏମନ୍ତ ଅଶ୍ଵ ଆଣିଦେଲା ଗୋବିନ୍ଦ ଚରଣେ ପୂଜିଲା ବାସବ ଆଦି ଦିଗପତି ନିଜୋଗେ ପୂଜିଲେ ଶ୍ରୀପତି ଗୋବିନ୍ଦ ଯୋଗ ମାୟା କରି ରାତ୍ରେ ମଥୁରାପୁର ଶିରି ଦ୍ୱାରକାପୁର ମଧ୍ୟେ ଥୋଇ ମିଳିଲେ ରାମ ସଙ୍ଗେ ଯାଇ ରଜନୀ ହୋଇଲା ପ୍ରଭାତ ବାହାର ହେଲେ ଗୋପୀନାଥ କମଳ ମାଳ କଣ୍ଠେ ଦେଇ ଭୁଜ ଯୁଗଳେ ଶସ୍ତ୍ର ନାହିଁ ସେ ହରି ପାଦେ ଦେଇଛି ତ କହିଲା ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହାସ୍ୟଂ ସଂହିତାୟାଂ ଦଶମ ସ୍କନ୍ଧେ ଜରାସନ୍ଧ ଯୁଦ୍ଧେ କାଳ ଯବନ ଗମନ ନାମ 54 ଅଧ୍ୟାୟ।